କଣ୍ଟା ହୋଇ ଫୁଲ ତୋ ନା ଧରିଲେ, ଦିନ ହୁଏ ଶୁଭ ତୋ ମୁହଁ ଚାହିଁଲେ। ମା ତୁ ମୋର ମା, ମା ମଙ୍ଗଳା। ପଖାଳ, କାକୁଡ଼ି, ଆଳୁ, ଆଳୁ ଇଏ ହେଉଛି ସଜନା ଶାଗ, ଛଣାଛୁଣି ଇଏ ହେଉଛି ପତିଦେବ। ଇଏ ହେଉଛି ଆଜିର ଖାଇବା। ଏଇ ଶୁକ୍ରବାରେ ପଖାଳ ଦିବସ, କିନ୍ତୁ ଆଜି ମୁଁ କରିଦେଇଛି ପଖାଳ। ଯାଉ ତାଙ୍କ ଭାଗ୍ୟ ପୁରୀ ପଳେଇଲେ, ଆମ ଭାଗ୍ୟ ନାହିଁ ପୁରୀ, ଜଗାର ଡୋରି ନାହିଁ। ରୁଟି ଖାଇବାରେ ଆମର ରୁଟି, ଇଏ ଭେଜ୍ ତରକାରୀ, ଇଏ ବି ସେ ଭେଜ୍ ଯେ, ଇଏ ହେଉଛି ବୁଟ ତଡ଼କା, ଇଏ ସବୁ ମିକ୍ସ। ଇଏ ହେଉଛି ଆଜିର ଖାଇବା। ପତିଦେବ କେମିତି ନେଇଛନ୍ତି, ସେ କେମିତି କରିଛନ୍ତି, ସାଇଜରେ ଏମିତି ଥୋଇବ। ପତିଦେବ ଖାଇବା କେମିତି ହେଇଛି? ହଉ, ଏ ପିଆଜ ଆମର ଜେଗାନେ, ଆମର ହଟକେସରେ କାଲି ଯେତେ ନ କରନ୍ତି ମଜା ହେବ, ସେଥିପାଇଁ ଏଥିରେ ଦିଆହେଇଛି। ମଙ୍ଗଳ ଆଳତି ମଙ୍ଗଳ ପ୍ରଭାତି, ମଙ୍ଗଳମୟୀ ମା ନମସ୍ତେ ନମସ୍ତେ। ମଙ୍ଗଳ ଆଳତି ମଙ୍ଗଳ ପ୍ରଭାତି, ମଙ୍ଗଳମୟୀ ମା ନମସ୍ତେ ନମସ୍ତେ। ମଙ୍ଗଳମୟୀ ମା ନମସ୍ତେ ନମସ୍ତେ। ଆଜି ସବୁ କାମ ସରିକି 9:06 ହେଲାଣି। ଆସିଲେ ଏକା ଛାତ ଉପରକୁ, ଲୁଗା ବି ଶୁଖେଇ ଦେଇଥିଲି, ତାଙ୍କ ପେଛାଡ଼ି ବି ସଫା କରିଛି। ପବନ ଦେଉଛି ବୋଲି ଲୁଗାରେ ଘୁଞ୍ଚି ଯାଉଛି। ଆସିଲି ଏଠି, ଆଜି କୋହଲା ପାଗ ଦେଇଛି ବୋଲି ଦେଖାଉଛି। ସୂର୍ଯ୍ୟ ମହାପ୍ରଭୁ ଆସିଛନ୍ତି, କିନ୍ତୁ ମେଘ ଘାଣ୍ଟି ଦେଇଛି। ଆଜି କୋହଲା ପାଗ ଦେଇଛି, ଭଲ ବି ଲାଗୁଛି କୋହଲା ପାଗରେ। ଆମ୍ବ 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 ଖାଇଲେ ଆମ୍ବ, ଶୋଇଲେ ଆମ୍ବ, ବସିଲେ ଆମ୍ବ, ଆମ୍ବ ଆମ୍ବ ଆମ୍ବ। ଆଜି ଏଇ ହେଉଛି, ଆଜି ହେଉଛି ଅରୁଆ ଭାତ ହବ। ଆଜି ଯେହେତୁ ସଣ୍ଡେ, ଇଏ ଘରେ ଅଛନ୍ତି, ସଣ୍ଡେରେ ଇଏ ଘରେ ଅଛନ୍ତି। କ'ଣ ହେବ? ଡାଲମା ଖାଇବାକୁ ଇଚ୍ଛା ନାହିଁ, ମଙ୍ଗଳବାର ଦିନ ଡାଲମା ହେବ, ସେଥିପାଇଁ କହିଛନ୍ତି ଭାତ, ଡାଲି, ଆଳୁ ଦଳା, ବସା ଦେଇ କରିଥିଲି ଅଛି, ସେଇଆକୁ ଖିଆ ହେବ। ଏମିତି ଆମ ସହିତ ରୁହନ୍ତୁ। କିନ୍ତୁ ସକାଳର ଜଳଖିଆ ପର୍ଯ୍ୟନ୍ତ ହେଇନି, କ'ଣ ହେବ ସେଇଟା ବି ଆପଣମାନଙ୍କ ସହିତ ସେୟାର କରି ମୁଁ ଆସିଛି ଛାତଟି ରିଲ୍ସ କରି। ଏମିତି ଆମ ସହିତ ରୁହନ୍ତୁ। କାଲିର ବ୍ଲଗ୍ଟାକୁ ବି ଛାଡ଼ିନି, କାଲିର ଆଜିର ମିଶେଇକି ଆପଣମାନଙ୍କ ସହିତ ସେୟାର କରିବି। ଆପଣ ଏମିତି ଆମ ସହିତ ରୁହନ୍ତୁ। ଆମ ଚ୍ୟାନେଲକୁ ବି ଯାଇକି ସବସ୍କ୍ରାଇବ୍ କରନ୍ତୁ। ଆଜି ସଂକ୍ରାନ୍ତିରେ ଦେଖନ୍ତୁ, ଆଜି ଅରୁଆ ଭାତ, ବିନ୍ ଆଳୁ ଭେଣ୍ଡି ଭଜା, ଡାଲି, ଲଙ୍କା ଲେମ୍ବୁ ଆଳୁ ଭର୍ତ୍ତା, ଇଏ ହେଉଛି ହଗରି ଭଡ଼ା। ସଂକ୍ରାନ୍ତିରେ କ'ଣ କରିବେ? ଆସନ୍ତୁ ସାଙ୍ଗମାନେ, ଖରା ଦିନେ ତରଭୁଜ ଖାଇ। ଲାଇନ୍ ପଳେଇଲେ ଗରମ ଲାଗୁଛି, ମୁଁ କହିଲି ଆସ ତରଭୁଜ ଖାଇ। ଥଣ୍ଡା ଘଣ୍ଟାଟେ ପୁଣି ବିଟା ନୁହଁ।
ସାଙ୍ଗମାନେ ଆସିଗଲେ ଛାତରୁ ବୁଲିବାକୁ। ଆଜି ମେଘ ଉଠଉଛି ବୋଲି ଶୁଖିଲା ପବନ ଦେଉଛି ବୋଲି ଆସିଗଲି। କେତେଟା ଅଛି? 3:58 ହେଇଛି। ହେ ଭଗବାନ, ମୁଁ କହୁଛି 5ଟା ବାଜିବ। 3:58। ହେ ଭଗବାନ, କହୁଛି ସଞ୍ଜଦିଆ ଟାଇମ୍ ହେଉଛି ମାନେ 4ଟା ବେଳର ଦୃଶ୍ୟ। ସବୁବେଳେ 4ଟା ବେଳେ ଖରା ଥାଏ, ଆଜି କିନ୍ତୁ ପୁରା ମେଘୁଆ ପାଗ ହେଇଛି, ମସ୍ତ ହେଇଛି। ପତିଦେବ ଆମର ଆଜି ଗଛରେ ପାଣି ଦେଉଛନ୍ତି। ଇଏ ସବୁବେଳେ ନାନା ଦିଅନ୍ତି, ଯେହେତୁ ବେଳାବେଳି ଛାତ ଉପରୁ ପଳେଇ ଯାଇଛୁ ସେଥିପାଇଁ କି ମୋ ହିରୋ ପାଣି ଦେଇ ଦେଉଛନ୍ତି ଗଛମାନଙ୍କରେ। 4ଟାରୁ ହେଇଗଲା 5ଟା, ଘଣ୍ଟାଟେ ହେଲାଣି ଆମେ ଛାତ ଉପରେ ବସିଛୁ। ବଢ଼ିଆ ପବନ ଦେଉଛି, ପାଗଟା ବି ବଢ଼ିଆ ହେଇଛି, ପୁରା ବୋବାଲିଆ ପାଗ ହେଇଛି। କିନ୍ତୁ ବର୍ଷା ଟିକେ ଦରକାର ହେଉଛି, କିନ୍ତୁ ବର୍ଷା ହେଉନି, ଭାରି ମନ ଦୁଃଖ। ବର୍ଷା ହେଲେ ମୁଗ ଗଛ ହରିଆ, ଆମ୍ବ ହରିଆ ପୁରା ଝଡ଼ି ଯାଉଛି ନାଇଁ। ବର୍ଷା ହେଲେ ଆମ୍ବ ହରିଆ କ'ଣ ଟାଣ, ତା ନାସିଟା ଟାଣ ହେଇକି ରହିବ। ଯେହେତୁ ବ୍ଲଗ୍ଟା ଏଣ୍ଡ କରିନଥିଲି, ଭାବିଲି ଛାତ ଉପରେ ଅଛି, ବ୍ଲଗ୍ଟାକୁ ଏଣ୍ଡ କରିଦେବା। ଆଜିର ବ୍ଲଗ୍ଟାକୁ ଏଇଠି ଏଣ୍ଡ କରୁଛି, ପୁଣି ଦେଖାହେବା କାଲି। ମୁଁ ତ ଆଜିକାଲି ମିଶେଇକି ହିଁ ବ୍ଲଗ୍ ଛାଡ଼ୁଛି, କାଲିଠୁ ସାଙ୍ଗେ ସାଙ୍ଗେ କରିବି, ସାଙ୍ଗେ ସାଙ୍ଗେ ଛାଡ଼ିବି। ଏମିତି ମୋ ସହିତ ରୁହନ୍ତୁ, ମୋ ଚ୍ୟାନେଲକୁ ଯାଆନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଫାଷ୍ଟ ଦେଖନ୍ତୁ, କମେଣ୍ଟ ମାଧ୍ୟମରେ କୁହନ୍ତୁ ମୋ ଭିଡ଼ିଓ କେମିତି ହେଇଛି। ଆଉ ମୋତେ ତ ସେମିତି କିଛି ଆସେନି, ମୋତେ ଯେମିତି ଆସେ ନର୍ମାଲ ମୁଁ ସେମିତି କରୁଛି। ମୋତେ ବି କେହି ସେମିତି ସପୋର୍ଟ ନାହିଁ, ମୋର ବି କେହି ସପୋର୍ଟ କରୁନାହାନ୍ତି। ମୁଁ ନିଜେ ହିଁ ମୋ ନିଜକୁ ଭିଡ଼ିଓ କରୁଛି, ଏଡ଼ିଟିଂ କରୁଛି, ଛାଡ଼ୁଛି। ଏଇଠି ବ୍ଲଗ୍ଟା ଏଣ୍ଡ କରୁଛି, ଯାଉଛି ବି, ଟାଇମ୍ ହେଇଗଲାଣି। ଆଉ କିଛି ସମୟ ପରେ ସନ୍ଧ୍ୟା ଦେବି। ପୁଣି ଦେଖାହେବା କାଲି ଆଉ ଗୋଟେ ନୂଆ ଫ୍ରେଶ୍ ବାଲା ବ୍ଲଗ୍ରେ। ଏଇଠି ବ୍ଲଗ୍ଟାକୁ ଏଣ୍ଡ କରୁଛି, ରହୁଛି। ନମସ୍କାର। ଆଜି ମିନ ସଂକ୍ରାନ୍ତିରେ ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ବାଏ ବାଏ। ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା, ଟାଟା।